पढ़ लिख कर तुम्हें जिम्मेदारियों का बोझ उठाना है। भारत माता के अंचल में जीवन सफल बनाना है। सीना तान कर आसमान में गरज जाओ। ज्ञान और वीरता का बल पर तुम इतिहास रच जाओ। जय हिंद, जय भारत। वेलकम टू सफल एकेडमी बालेश्वर। यस दोस्तों, ସେହି ପିଲାମାନଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ସଫଳ ଏକାଡେମୀ ବାଲେଶ୍ୱରରେ କିଛି ପୂର୍ବତନ ପ୍ରତିରକ୍ଷା ବାହିନୀର କର୍ମଚାରୀ, କିଛି ଦକ୍ଷ ଶିକ୍ଷକ ଏବଂ ଆଜିର କିଛି ଏନର୍ଜେଟିକ୍ ଟିଚରମାନଙ୍କ ସହାୟତାରେ +2 ସାଇନ୍ସ ଏବଂ +2 ଆର୍ଟ୍ସ ସହ ବା +2 କମ୍ପ୍ଲିଟ୍ କଲା ପରେ କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ଯେମିତିକି ଡିଫେନ୍ସ, ଏସ୍ଏସ୍ସି, ରେଲୱେ, ପୁଲିସ ପାଇଁ ଉଭୟ ଫିଜିକାଲ ଏବଂ ରିଟର୍ନ ପାଇଁ ପ୍ରିପେୟାର କରାଯାଇଥାଏ, ଯାହାଦ୍ୱାରା କି ଆମ ସଫଳତା ଏବଂ ଆମର ପରିଚୟ ପ୍ରଦର୍ଶିତ କରାଯାଇଥାଏ। ଇଣ୍ଡିଆନ୍ ଆର୍ମି ଅଗ୍ନିବୀରରେ ନିଯୁକ୍ତି ପାଇଁ ଏହାର ଏଲିଜିବିଲିଟି, ଏକ୍ଜାମ୍ ପ୍ୟାଟର୍ନ, ପେ ଷ୍ଟ୍ରକ୍ଚର, ଡିଟେଲ୍ ସିଲାବସ୍ ପାଇଁ ଏହି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନୂଆ ନୂଆ ନୋଟିଫିକେସନ୍ ପାଇଁ ଆମର ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଦୋସ୍ତୋ, ଇଣ୍ଡିଆନ୍ ଆର୍ମି ଅଗ୍ନିବୀରରେ ବର୍ତ୍ତମାନ ପାଇଁ ଟ୍ରେଡ୍ସମ୍ୟାନ୍ ଯାହାର କ୍ୱାଲିଫିକେସନ୍ 8th ରୁ 12th ପର୍ଯ୍ୟନ୍ତ, ଯାହାର ହାଇଟ୍ 169 ସେଣ୍ଟିମିଟର ଏବଂ ଯେଉଁ ଆର୍ମି ଅଗ୍ନିବୀର ଜିଡି ଯାହାର କ୍ୱାଲିଫିକେସନ୍ ହେଉଛି ମେଟ୍ରିକ୍, ଟେକ୍ନିକାଲ ପାଇଁ ଇଣ୍ଟରମିଡ଼ିଏଟ୍ ସାଇନ୍ସ, କ୍ଲର୍କ ଆଉ ଷ୍ଟୋର କିପର ପାଇଁ ଇଣ୍ଟରମିଡ଼ିଏଟ୍ ଏନି ଷ୍ଟ୍ରିମ୍, ଏହାର ବିଭିନ୍ନ ଏଲିଜିବିଲିଟି ଏହି ସ୍ଲାଇଡ଼୍ରେ ଦିଆଯାଇଛି। ଆପଣମାନେ ଏହାକୁ ଠିକ୍ସେ ପଢ଼ି ଲେଖି ନିଜର ଏଲିଜିବିଲିଟି ଚେକ୍ କରିପାରିବେ। ଏହାପରେ କିଛି କନସେସନ୍ ଦିଆଯାଇଛି ଯେଉଁମାନେ ସନ୍ ଅଫ୍ ସର୍ଭିଂ ସୋଲଜର ବା ଏକ୍ସ-ସର୍ଭିସମ୍ୟାନ୍ ବା ୱାର୍ ୱିଡୋ ତାଙ୍କ ପାଇଁ ଏବଂ କିଛି ସ୍ପୋର୍ଟସ୍ ପର୍ସନ୍ ପାଇଁ ବା ଏନ୍ସିସି ପିଲା ABC ଏମାନଙ୍କ ପାଇଁ କିଛି କନସେସନ୍ ଏବଂ ବୋନସ୍ ମାର୍କ ମଧ୍ୟ ରଖାଯାଇଛି। ଆପଣ ଜାଣିଛନ୍ତି ଏହାର ପେ ଷ୍ଟ୍ରକ୍ଚର କେମିତିଆ। ଏ ଅଗ୍ନିବୀରର 4 ବର୍ଷ ପାଇଁ, ଯେଉଁଥିରେ ତାପରେ ତାଙ୍କୁ ଏକ୍ଜାମ୍ ଦେବା ପାଇଁ ପଡ଼ିବ ପରମାନେଣ୍ଟ ପାଇଁ। ସେ 4 ବର୍ଷର ତାଙ୍କର ମନ୍ଥଲି ପେ ଷ୍ଟ୍ରକ୍ଚର ମଧ୍ୟ ଏଥିରେ ଦିଆଯାଇଛି। ଫାର୍ଷ୍ଟ ଇୟର 30,000, ତାପରେ ଯେଉଁଟାକି ଇନ୍ ହ୍ୟାଣ୍ଡ 21,000, ତାପରେ କଣ୍ଟ୍ରିବ୍ୟୁସନ୍ ଏମିତି କରିକି 40-40,000 ତାଙ୍କୁ ମନ୍ଥଲି ମିଳିବ। ତାପରେ କିଛି ତାଙ୍କର କଣ୍ଟ୍ରିବ୍ୟୁସନ୍ ହେବ। ଆଫ୍ଟର 4 ଇୟର୍ସ 10.4 ଲାଖ ତାଙ୍କୁ ସେବା ନିଧି ପ୍ୟାକେଜରେ ମିଳିବ, ଯେଉଁଟାକି ଏକ୍ସକ୍ଲୁଡ଼ିଂ ଇଣ୍ଟରେଷ୍ଟ ସହ। ଏହାପରେ ଆମର ଏକ୍ଜାମ୍ ପ୍ୟାଟର୍ନ କ'ଣ? ଏକ୍ଜାମ୍ ପ୍ୟାଟର୍ନ ହେଉଛି କମ୍ପ୍ୟୁଟର ବେସ୍ଡ ଏକ୍ଜାମିନେସନ୍, ଯେଉଁଟା CBT ହେବ। ତାପରେ ଫିଜିକାଲ ଏଫିସିଏନ୍ସି ଟେଷ୍ଟ PET, ଯେଉଁଥିରେ କି ରନ୍, ପୁଲ୍ଅପ୍, 9 ଫିଟ୍ ଲଙ୍ଗ୍ ଜମ୍ପ, ଜିଗ୍-ଜାଗ୍ ବାଲାନ୍ସ ସବୁ ଅଛି। ତାପରେ ଫିଜିକାଲ ମେଜରମେଣ୍ଟ ଟେଷ୍ଟ ହେବ, ଯେଉଁଥିରେ କି ହାଇଟ୍, ଚେଷ୍ଟ, ୱେଟ୍, ବିଭିନ୍ନ ଡେଣ୍ଟାଲ, ଜେନେରାଲ ହେଲ୍ଥ ମଧ୍ୟ ଚେକ୍ ହେବ। ତାପରେ ଅଲ୍ ଇଣ୍ଡିଆ ମେରିଟ୍ ଲିଷ୍ଟ ବାହାରିବ, ଡକୁମେଣ୍ଟ ଭେରିଫିକେସନ୍ ହେବ ଆଉ ମେଡ଼ିକାଲ ଏକ୍ଜାମିନେସନ୍ ମଧ୍ୟ ହେବ। ଡିଟେଲ୍ ସିଲାବସ୍ ଯେଉଁ କମ୍ପ୍ୟୁଟର ବେସ୍ ଟେଷ୍ଟ ଅଛି ଏକ୍ଜାମିନେସନ୍, ସେଥିରେ ଜେନେରାଲ ଡ୍ୟୁଟି ପାଇଁ ସବଜେକ୍ଟ ସବୁ ଗୁଡ଼ିକ GK ଯେଉଁଟାକି 15 ମାର୍କ କ୍ୱେଶ୍ଚନ୍, GS ଜେନେରାଲ ସାଇନ୍ସ 15 ମାର୍କ, ମ୍ୟାଥ୍ 15 ମାର୍କ, ରିଜନିଂ 5 ମାର୍କସ୍। ଏ ସବୁଥିରେ ଗୋଟେ ପ୍ରତି କ୍ୱେଶ୍ଚନ୍ ୱେଟେଜ୍ 2 ମାର୍କସ୍ ଏବଂ ଏଥିରେ ନେଗେଟିଭ୍ ମାର୍କିଂ ମଧ୍ୟ ଅଛି। ଟେକ୍ନିକାଲ କ୍ୟାଟେଗୋରୀ ପାଇଁ ସବଜେକ୍ଟ ହେଲା GK, ଫିଜିକ୍ସ, ମ୍ୟାଥ୍, କେମିଷ୍ଟ୍ରି। ଏଥିରେ ତାପରେ ଆସିବ ଆମର ଜେନେରାଲ ଷ୍ଟୋରମ୍ୟାନ୍ ଏବଂ SKT ପାଇଁ, ଯାହାର ସବଜେକ୍ଟ ହେଲା GK, GS, ମ୍ୟାଥ୍, କମ୍ପ୍ୟୁଟର, ଇଂଲିଶ। ତାପରେ ଆମର ଡିଟେଲ୍ ସିଲାବସ୍ ବିଷୟରେ ଆମେ ଆଲୋଚନା କରିବା। ଦେଖନ୍ତୁ ପିଲାମାନେ, କେବଳ ଫିଜିକାଲ କରିଦେଲେ କୌଣସି ଚାକିରି ହୁଏ ନାହିଁ ବା ରିଟର୍ନ ପାଇଁ ପ୍ରିପେୟାର କଲେ କୌଣସି ଚାକିରି ହୁଏ ନାହିଁ। ତାକୁ ଫିଜିକାଲ ଏବଂ ରିଟର୍ନ ପାଇଁ ଥରୋଲି 2ଟାକୁ ଆଗରୁ ତୈୟାରୀ କଲେ ନିଶ୍ଚିତ ଭାବରେ ସିଲେକ୍ସନ୍ ହୋଇପାରିବ। ଯେମିତିକି ଡିଟେଲ୍ ସିଲାବସ୍କୁ ଆପଣ ଧ୍ୟାନ ଦିଅନ୍ତୁ। ଇଏ ଟୋଟାଲ୍ ମେଟ୍ରିକ୍ ଆଉ +2 ଲେବୁଲର କ୍ୱେଶ୍ଚନ୍, ଯେଉଁଥିରେ କି ମ୍ୟାଥ୍ ପାଇଁ ଅଛି ମିକ୍ସଚର ଆଣ୍ଡ ଏଲିଗେସନ୍, ପାଇପ୍ସ ଆଣ୍ଡ ସିଷ୍ଟମ୍ସ, ସ୍ପିଡ୍, ଟାଇମ୍ ଆଣ୍ଡ ଡିଷ୍ଟାନ୍ସ, ଯେଉଁଟାକି ଟ୍ରେନ୍, ବୋଟ୍ସ ଆଣ୍ଡ ଷ୍ଟ୍ରିମ୍, ମେନ୍ସୁରେସନ୍, ଜିଓମେଟ୍ରି, टाइम एंड वर्क, प्रोबेबिलिटी, HCF एंड LCM, algebraic expression and inequalities, average, percentage, profit and loss, number system, speed, distance and time, simple interest and compound interest, ratio and proportion, partnership, data interpretation, number series,
ये सबू आदि मैथर सिलेबस। तापर आसवा रिजनिंग सिलेबस जो थे कि नंबर रैंकिंग एंड टाइम सीक्वेंस, डिराइविंग कंक्लूजन्स फ्रॉम passages, लॉजिकल सीक्वेंस ऑफ वर्ड्स, alphabetical test series, arithmetical reasoning, situation reaction test SRT, coding, decoding, direction sense test, analogy, data sufficiency, clocks and calendars, statement and conclusions, logical Venn diagrams, statement arguments, inserting the missing characters, puzzles, अल्फा न्यूमेरिकल सिक्वेन्सी पजल ये थिला रिजनिंग रो डिटेल सिलेबस। तापर आसीबा हमें जनरल अवेयरनेस बा नॉलेज जोटा कि बहुत भास्ट सब्जेक्ट एक जत्ते पढ़िले भी कम थाए तथापि यार जो मेन प्रीवियस ईयर क्वेश्चन को आप रेफर करी हम तार सिलेबस को प्रकाशित करिछु जोटा कि तार आसीबो एब्रिविएशंस, साइंस इन्वेंशन एंड डिस्कवरीज, करंट इंपोर्टेंट इवेंट्स, करंट अफेयर नेशनल एंड इंटरनेशनल 2 years awards and honors, important financial aspects, economics news, banking news, Indian constitution, books and authors, important days, sports terminology, Indian states and capitals, countries and currencies, analogy, history, geography, political science. हिस्ट्री रो इंडियन हिस्ट्री, साइंटिफिक इवेंट्स, मेजर डायनेस्टीज, स्ट्रगल फॉर इंडिपेंडेंस, बैटल्स एंड डेट्स, स्टडी हिस्टोरिकल मोन्यूमेंट्स, पीरियड्स, कल्चर एंड नाइबर्स एटसेट्रा। ज्योग्राफी में फिजिकल वर्ल्ड ज्योग्राफी, मेजर लैंडमार्क्स, नेचुरल फीचर्स, बेसिक टर्मिनोलॉजी, सोलर सिस्टम, स्पेस, फिजिकल फीचर्स, अर्थ प्रिंसिपल, पीक्स, डेजर्ट्स, रिवर्स, लेक्स, वाटरफॉल्स, geographical records, tallest, biggest and longest, various terminology etc. Political science रे constitution of India, structure, articles, preamble, fundamental rights oblique duties, amendments, constitutional bodies, president, parliament, judiciary, prominent personalities etc. तापर आसियो कंप्यूटर फंडामेंटल्स, memory concepts, hardware and software, input and output devices, operating systems, MS Word रे formatting, tables, fonts, header, footer, spell check, print etc. MS PowerPoint रे creating presentation, slide layout, formatting slides, background, watermark etc. MS Excel में creating and saving worksheet, spreadsheets, using autofill, formatting cells, rows and columns, computer generation, shortcut keys and abbreviation etc. कंप्यूटर आसीबो। तापर इंग्लिश जोटा कि केवल स्टोरमैन बा क्लर्क पाई एलिजिबल दरकार अछि सेटा अछि ग्रामर, पार्ट्स ऑफ स्पीच, आर्टिकल्स, नाउन्स, प्रोनाउंस, एडजेक्टिव्स, प्रीपोजिशंस, कंजक्शन एंड मॉडल्स जोटा कि 10th लेवल समस्त पढ़िचंती। यूज ऑफ फ्रेजेस, डायरेक्ट एंड इनडायरेक्ट स्पीचेस, verbs में mastery of tenses, present tense, past tense, future tense, forms including simple, continuous tense, present, past, future, forms, simple, continuous and perfect, idioms, phrases, sentence structures, understanding sentence type, affirmative sentence, interrogative sentence, use of phrase, direct and indirect speech, active and passive voices, synonym, antonym, one word substitution, कंप्रेशन एक्सट्रैक्ट एटसेट्रा इंग्लिश रे आसीबे। सीबीटी परे आ गोटे पार्ट होची फिजिकल एफिशिएंसी टेस्ट जोटा कि पीटी कहती जार रनिंग 1.6 किलोमीटर को 5 मिनट 30 सेकंड आसले 60 मार्क मिलिबो। ताठू आगुरु 5 मिनट 31 सेकंड रो 5 मिनट 44 सेकंड पर्यंत आसले 48 मार्क मिलिबो। 5 मिनट 45 सेकंड रो 6 मिनट भीतर आसले 33 मार्क मिलिबो। बीम 10टा मारले 40 मार्क, 9टा क्वालिफाई, तापर गोटे 9 फीट डिश थाए क्वालिफाई करा पड़ियो, जिगजाग बैलेंस अच्छी क्वालिफाई करा पड़ियो। तापर आसीवाला गोटे फिजिकल मेजरमेंट टेस्ट पीएमटी जो कि हाइट, चेस्ट, वेट विभिन्न टेस्ट हम। तापर मेरिट लिस्ट बाहर, डॉक्यूमेंटेशन वेरिफिकेशन बाहर। डॉक्यूमेंटेशन पिला ध्यान दिंतु, डॉक्यूमेंटेशन जितेबाला फॉर्म एप्लाय कर ठीक से चेक करिकी करिवो, कारण एथरे सामान्य मिसमैच हेले तुमर
ଯେତେବେଳେ ଏନରୋଲମେଣ୍ଟ ଡକ୍ୟୁମେଣ୍ଟ ଭେରିଫିକେସନ୍ କଟିଯିବ, ଯେମିତିକି କୌଣସି କାଷ୍ଟ, କୌଣସି ସ୍ପେଲିଂ ଏଇସବୁକୁ ଧ୍ୟାନ ସେ ଦେବ। ତାପରେ ଗୋଟେ ମେଡ଼ିକାଲ ଏକ୍ଜାମିନେସନ୍ ହେବ। ମେଡ଼ିକାଲରେ ବ୍ଲଡ଼ର ହିମୋଗ୍ଲୋବିନ୍, ୟୁରିନ୍, ବହୁତ ସାରା ଏକ୍ସରେ, ଚେଷ୍ଟ, ଅଲ୍ଟ୍ରାସାଉଣ୍ଡ ଏଇସବୁ ବିଭିନ୍ନ ପ୍ରକାର ହେବ। ଏଥିରେ ସବୁ ସିଲେକ୍ସନ୍ ହୋଇଗଲା ପରେ ତୁମମାନଙ୍କର ମେରିଟ୍ ଲିଷ୍ଟ ପରେ ଯଦି ଭାଗ୍ୟ ଭଲ ଥାଏ ତାହେଲେ ନିଶ୍ଚିତ ଭାବରେ ପରିଶ୍ରମ ଯଦି କରିଥିବ ନିଶ୍ଚିତ ଭାବରେ ସକ୍ସେସ୍ ହୋଇପାରିବ। ଏଥିପାଇଁ ଆମର ବାଲେଶ୍ୱରରେ ସଫଲ ଏକାଡେମୀ ଆପଣମାନଙ୍କୁ ଆମନ୍ତ୍ରଣ କରୁଛି ଯେ ପିଲାମାନେ ନିଜର ଭବିଷ୍ୟତ ପାଇଁ ଏଥିରେ ଯୋଡ଼ି ଯାଆନ୍ତୁ। ଏଥିରେ ସବୁକିଛି ଫିଜିକାଲ ଆଉ ରିଟର୍ନ ପାଇଁ ପ୍ରପର ଗାଇଡ଼େନ୍ସ ପୂର୍ବତନ ସୈନିକମାନଙ୍କ ଦ୍ୱାରା ଏବଂ କିଛି ଏନର୍ଜେଟିକ୍ ଟିଚରମାନଙ୍କ ଦ୍ୱାରା ଦିଆଯାଉଛି, ଯାହାଦ୍ୱାରା କି ପିଲାମାନେ +2 ସାଇନ୍ସ ବା +2 ଆର୍ଟ୍ସ ପାଠପଢ଼ା ସହିତ ଫ୍ରି ଅଫ୍ କଷ୍ଟ ସେମାନଙ୍କୁ କମ୍ପିଟେଟିଭ୍ ଏକ୍ଜାମ୍ ଦେବାକୁ ପାଇଁ ତିଆରି କରିବାକୁ ପଡ଼େ। କମ୍ପ୍ୟୁଟର ବି ଦେବାକୁ ପଡ଼େ ଏବଂ ଯେଉଁମାନେ +2 କମ୍ପ୍ଲିଟ୍ କରିଛନ୍ତି ସେମାନଙ୍କୁ କମ୍ପିଟେଟିଭ୍ ବେଚ୍ ଏଥିରେ ଦିଆଯାଏ, ଯାହାଦ୍ୱାରା କି ଆମେ ଦେଖିଛୁ ଏଠି 100% ସକ୍ସେସ୍ ହେଉଛି। କାରଣ ଏଠି ସମସ୍ତେ ଗୋଟିଏ ଭଲ ଭିଜନ୍ ନେଇକି ଆଗକୁ ବଢ଼ନ୍ତି। ଯଦି ଆପଣମାନଙ୍କର ଇଚ୍ଛା ଥିବ ତାହେଲେ ତଳେ ଦିଆଯାଇଥିବା ନମ୍ବରରେ କଣ୍ଟାକ୍ଟ କରିବେ। ଜୟ ହିନ୍ଦ, ଜୟ ଭାରତ।